କଣ କରୁଛୁ ମ? मम्मी वाटरमेलन ଅଛି ଜୁସ୍ ବନା ଆଇସ୍କ୍ରିମ ବନା ଜୁସ୍ ବନେଇନି ଆଇସ୍କ୍ରିମ କରି? ହଉ ଦେ। ନିଅ ହାଇ ସାଙ୍ଗମାନେ, ଜୟ ଜଗନ୍ନାଥ। କେମିତି ଅଛନ୍ତି ସମସ୍ତେ? ଭଲ ଅଛନ୍ତି ନା? ଓହୋ, ଯୋଉ ପ୍ରକାର ଖରା ନା, ପୁରା ଦେହ ଜଳି ଯାଉଛି। ସେଥିପାଇଁ ମୋ ପୁଅର ଇଚ୍ଛା ହେଲା ୱାଟରମିଲର ଆଇସ୍କ୍ରିମ ଖାଇବା ପାଇଁ। ସେଥିପାଇଁ ଭାବିଲି ଟିକେ ୱାଟରମିଲର ଆଇସ୍କ୍ରିମ ବନେଇ ଦେବି। ପ୍ରଥମେ ମୁଁ ଗୋଟେ ୱାଟରମିଲର ନେଇଗଲି। ସେଥିରେ ମୁଁ ଅମୁଲ ଗୁଣ୍ଡ ପକେଇଲି, ତାପରେ ଫ୍ରେଶ କ୍ରିମ୍ ପକେଇଲି, ତାପରେ ମିଲ୍କ ମେଡ୍ ପକେଇଲି। ଆପଣ ପାଖରେ ମିଲ୍କ ମେଡ୍ ନଥିଲେ ବି ଆପଣ ଚିନି ଆଡ୍ କରିପାରିବେ। ତାପରେ ତ ପୁରା ଗ୍ରାଇଣ୍ଡିଙ୍ଗ କରିଦେଲି। ସେଇଟାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ ହେଲା ପରେ ଛୋଟ ଛୋଟ ଗ୍ଲାସରେ ପକେଇ ନେଲି। ତାପରେ ରାତି ସାରା ମୁଁ ରଖିଲି ଫ୍ରିଜରେ। ଆମର ବନେଇଗଲା ୱାଟରମିଲର ଆଇସ୍କ୍ରିମ୍। କି ଟେଷ୍ଟ ବୋଲେ ଆଉ କହିବାକୁ ନାହିଁ। ଥରେ ନିଶ୍ଚିତ ଏଇ ଟାଇପ୍ ଆଇସ୍କ୍ରିମ୍ ବନାନ୍ତୁ। କେମିତି ଲାଗିଲା ସୁକନ୍ୟା ନାନୀର କୁକିଂ ବ୍ଲଗ୍କୁ ନିଶ୍ଚିତ SMS କରି ଜଣାନ୍ତୁ। ବାଏ ବାଏ। ମୋ ମମ୍ମି ଯୋଉ ଆଇସ୍କ୍ରିମ କରିନଥିଲେ ମତେ ଲାଗିଲା ଯେ କହିବାକୁ ନାହିଁ। ମସ୍ତ ଲାଗିଲା ଯେ କହିବାକୁ ନାହିଁ। ଓହ, ଖରାକୁ ଆଇସ୍କ୍ରିମ୍ ମଜା ଆସିଗଲା। ମଜା ଅଛି ପୁରା କେମିତି ହେଇଥିଲା ଆଇସ୍କ୍ରିମ୍? ବଢିଆ ହେଇଥିଲା। କେତିକି ଖାଇଲୁ? ଦିଟା ଦିଟା ଖାଇଲୁ? ନାଇଁ ନା, ମିଛ, ବେଶୀ ଖାଇଛୁ। ମମ୍ମି ଆଇସ୍କ୍ରିମ କେବେ କେବେ ହେଇଥିଲା ତମେ ବି ଆପଣ ମାନେ ବି କରିକି ଖାଆନ୍ତୁ। ଆପଣ ମାନେ ବି କଲି ଖାଆନ୍ତୁ।